ଶୀତ ଦିନେ ମୁହଁ ପାଇଁ ସବୁଠୁ ଭଲ ସ୍କିନ୍ କେୟାର ହେଉଛି କ୍ଷୀରସର। ଉଜ୍ଜ୍ୱଳ ଓ କୋମଳ ତ୍ୱଚା ପାଇଁ କ୍ଷୀରସରକୁ ଏପରି କରନ୍ତୁ ବ୍ୟବହାର। ଥଣ୍ଡା ପାଗରେ କମ୍ ଆର୍ଦ୍ରତା ହେତୁ ଚର୍ମ ଶୁଷ୍କ ହୋଇଯାଏ। ଏହି ଋତୁରେ ଚର୍ମକୁ ଚମକିବା ଓ ନରମ ରଖିବା ପାଇଁ ଆପଣ କ୍ଷୀରସର ବ୍ୟବହାର କରିପାରିବେ। କ୍ଷୀରରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ। ପୋଟାସିୟମ୍, ଲାକ୍ଟିକ୍ ଏସିଡ୍ ଓ ପ୍ରୋଟିନ୍ରେ ଭରପୁର କ୍ଷୀର ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ। ଆଜି ଆମେ ଆପଣଙ୍କୁ କହିବୁ କିପରି କ୍ଷୀରସର ବ୍ୟବହାର କରିପାରିବେ। ଏକ କ୍ଷୀର ସ୍କ୍ରବ୍ ତିଆରି କରିବାକୁ 3 ଚାମଚ କ୍ଷୀରସର ନିଅନ୍ତୁ। ଏଥିରେ 1 ଚାମଚ ଚିନି ମିଶାନ୍ତୁ। ତାପରେ ଗୋଟିଏ ଟେବୁଲ ଚାମଚ ମଇଦା ମିଶାନ୍ତୁ। ଏସବୁକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ 3 ମିନିଟ୍ ପାଇଁ ସ୍କ୍ରବ୍ କରନ୍ତୁ। ଯେତେବେଳେ ଏହା ସମ୍ପୂର୍ଣ୍ଣ ଶୁଖିଯିବ, ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ। ନିୟମିତ ଏହା କରିବା ଦ୍ୱାରା ଚେହେରାର ମଇଳା ଦୂର ହୋଇଯିବ ଏବଂ ଚର୍ମ ଚମକିବା ଆରମ୍ଭ କରିବ। ସେହିଭଳି ଭାବେ କଞ୍ଚା କ୍ଷୀରରୁ ମଶ୍ଚରାଇଜର କରିବାକୁ 4 ଚାମଚ କଞ୍ଚା କ୍ଷୀର ନିଅନ୍ତୁ। ଏଥିରେ ଅଧ ଚାମଚ ଗ୍ଲାଇସେରିନ୍ ମିଶାନ୍ତୁ। ଏହାକୁ ଭଲ ଭାବରେ ଫେଣ୍ଟି ନିଅନ୍ତୁ। ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ ମୁହଁ, ବେକ ଏବଂ ଓଠରେ ଲଗାନ୍ତୁ। ଏହାକୁ 15 ମିନିଟ୍ ପାଇଁ ଏହିପରି ଛାଡ଼ି ଦିଅନ୍ତୁ ଏବଂ ତାପରେ ମୁହଁକୁ ସାଧା ପାଣିରେ ଧୋଇ ଦିଅନ୍ତୁ। ଆପଣ କିଛି ଦିନ ମଧ୍ୟରେ ପାର୍ଥକ୍ୟ ନିଶ୍ଚିତ ଭାବରେ ଦେଖିପାରିବେ। ବ୍ୟୁରୋ ରିପୋର୍ଟ, ଏଚଟିଭି ଓଡ଼ିଆ।